ଚନ୍ଦକା ନାମକ ଏକ ଜଙ୍ଗଲ ଥିଲା, ଯେଉଁଠାରେ ଏକ ମାଙ୍କଡ଼ ଏବଂ ଛେଳି ରହୁଥିଲେ। ଉଭୟ ଘନିଷ୍ଠ ବନ୍ଧୁ ଥିଲେ। ଦୁହେଁ ସବୁବେଳେ ଖୁସି ଏବଂ ଦୁଃଖରେ ପରସ୍ପରକୁ ସାହାଯ୍ୟ କରୁଥିଲେ। ଦୁହିଁଙ୍କ ବନ୍ଧୁତାକୁ ଦେଖି ଜଙ୍ଗଲର ସମସ୍ତ ପ୍ରାଣୀ ସେମାନଙ୍କ ସହ ରହିବାକୁ ଚାହୁଁଥିଲେ, କାରଣ ଜଙ୍ଗଲର ପଶୁମାନେ ମାଙ୍କଡ଼ ଏବଂ ଛେଳିଠାରୁ ଭଲ ଜିନିଷ ଶିଖିବାକୁ ଚାହୁଁଥିଲେ। ମାଙ୍କଡ଼ଟି ବହୁତ ଖେଳାଳି ଏବଂ ବୁଦ୍ଧିମାନ ଥିଲା। ସେ ଜଙ୍ଗଲର ପ୍ରତ୍ୟେକ ଜାଗାକୁ ଭଲସେ ଜାଣିଥିଲେ। ଦିନେ ମାଙ୍କଡ଼ ଛେଳିଙ୍କୁ କହିଲା, ତୁମେ ପ୍ରତିଦିନ ସମାନ ସବୁଜ ପତ୍ର ଏବଂ ଜଙ୍ଗଲର ଘାସ ଖାଉଛ। ମୋର ପ୍ରିୟ ବନ୍ଧୁ, ଆସନ୍ତୁ, ଆଜି ମୁଁ ତୁମକୁ ଏହି ଜଙ୍ଗଲର ସର୍ବୋତ୍ତମ ଫଳ ଷ୍ଟ୍ରବେରୀ ଖାଇବାକୁ ଦେବି, ଯାହାକୁ ତୁମେ ବହୁତ ପସନ୍ଦ କରିବ। ସେ ନିଜ ବନ୍ଧୁଙ୍କ କଥା ଶୁଣିବା ମାତ୍ରେ ଛେଳିର ପାଟିରୁ ନାଳ ଗଡ଼ିବାକୁ ଲାଗିଲା ଏବଂ ଭିତରୁ ସେ ଭାବିବାକୁ ଲାଗିଲା ଯେ ମୋର ବନ୍ଧୁ କେତେ ଭଲ, ଯିଏ ମୋ ବିଷୟରେ ଏତେ ଚିନ୍ତା କରୁଛନ୍ତି ଏବଂ ମୋର ଯତ୍ନ ନେଉଛନ୍ତି। ଉଭୟ ବନ୍ଧୁ ଜଙ୍ଗଲର ଗୋଟିଏ ଜାଗାକୁ ଯାଆନ୍ତି, ଯେଉଁଠାରେ ଏକ ଗଛରେ ନାଲି ଷ୍ଟ୍ରବେରୀ ଥାଏ। ମାଙ୍କଡ଼ ଶୀଘ୍ର ଗଛ ଉପରକୁ ଚଢ଼ିଲା ଏବଂ ଷ୍ଟ୍ରବେରୀ ଫଳ ଆଣିବାରେ ଆରମ୍ଭ କଲା, କିନ୍ତୁ ସେ ଆଣିବାରେ ବହୁତ ସମୟ ନେଉଥିଲା। ତାପରେ ମାଙ୍କଡ଼ ତାର ବୁଦ୍ଧି ବ୍ୟବହାର କରି ଗଛର ଡାଳକୁ ଜୋରରେ ହଲାଇବାକୁ ଲାଗିଲା ଏବଂ ଅନେକ ଷ୍ଟ୍ରବେରୀ ତଳେ ପଡ଼ିଗଲା ଏବଂ ଦୁଇ ସାଙ୍ଗ ମିଶିକି ଶୀଘ୍ର ଖାଇବା ପାଇଁ ଆରମ୍ଭ କଲେ। ସେହି ଗଛରେ ପକ୍ଷୀମାନଙ୍କର ବସା ମଧ୍ୟ ଥିଲା, ଯେଉଁଥିରେ ପକ୍ଷୀ ନିଜ ପିଲାମାନଙ୍କ ସହିତ ରହୁଥିଲେ। ସେହି ସମୟରେ ପକ୍ଷୀ ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିଲେ। ମାଙ୍କଡ଼ଟି ଡାଳ ହଲାଉଥିବାରୁ ଶିଶୁ ପକ୍ଷୀମାନେ ଡାଳରୁ ଖସି ପଡ଼ିଥିଲେ। ଛେଳି ଏସବୁ ଦେଖୁଥିଲା ଏବଂ ସେ ଏହାକୁ ପସନ୍ଦ କରୁନଥିଲେ। ସେ ନିଜ ବନ୍ଧୁ ମାଙ୍କଡ଼କୁ ଶିଶୁ ପକ୍ଷୀମାନଙ୍କୁ ଉପର ଡାଳରେ ରଖିବାକୁ କହିଥିଲେ। ମାଙ୍କଡ଼ ମଧ୍ୟ ତାହା କଲା। ଠିକ ସେତିକିବେଳେ ମା ପକ୍ଷୀ ଖାଦ୍ୟ ସହିତ ନିଜ ଶିଶୁମାନଙ୍କ ନିକଟକୁ ଫେରି ଆସିଲା। ଶିଶୁ ପକ୍ଷୀମାନେ ଏହି ଘଟଣାକୁ ନିଜ ମାଙ୍କୁ ବର୍ଣ୍ଣନା କରନ୍ତି। ତାପରେ ମାଙ୍କଡ଼ ଏବଂ ଛେଳି ସେଠାରୁ ଚାଲିଯିବା ଆରମ୍ଭ କଲେ। ଦୁହେଁ ଯାଉଥିବାର ଦେଖି ପକ୍ଷୀମାନେ ସେମାନଙ୍କ ନିକଟକୁ ଯାଇ କୁହନ୍ତି ଯେ, ତୁମେ ସମସ୍ତେ ଏଠାରେ ରୁହ, ତୁମେ ଆମ ପିଲାକୁ ରକ୍ଷା କରିଛ। ଆପଣମାନେ ଭଲ ପଶୁ ଅଟନ୍ତି। ଆପଣ ଏଠାରେ ଅନ୍ୟାନ୍ୟ ଅନେକ ଭଲ ଫଳ ପାଇବେ। ପକ୍ଷୀଟିର କଥା ଶୁଣି ମାଙ୍କଡ଼ ଓ ଛେଳି ପରସ୍ପର ସହ କଥା ହେବାକୁ ଲାଗିଲେ। କିଛି ସମୟ ପରେ ମାଙ୍କଡ଼ ପକ୍ଷୀକୁ କହିଲା, ଠିକ ଅଛି, ଆମେ ତୁମ ପାଇଁ ଏହି ଜଙ୍ଗଲରେ କିଛି ଦିନ ରହିବୁ। ବର୍ତ୍ତମାନ ତିନି ଜଣ ଏକାଠି ଆନନ୍ଦରେ ପବନରେ ଡେଇଁଲେ ଏବଂ ତିନି ଜଣ ବନ୍ଧୁ ହେଲେ। ଶିକ୍ଷା ଆମର ସ୍ୱାର୍ଥ ପାଇଁ ଆମେ କଦାପି କାହାକୁ କ୍ଷତି କରିବା ଉଚିତ ନୁହେଁ। ଛେଳି ଏବଂ ମାଙ୍କଡ଼ ମଧ୍ୟରେ ଥିବା ବନ୍ଧୁତ୍ୱରୁ ଏହା ଶିଖିବା ଉଚିତ।